ସ୍ୱାଧୀନ ଭାରତରେ ଏମିତି ଗୋଟିଏ ସରକାର ଆପଣ କୁହନ୍ତୁ କୌଣସି ରାଜ୍ୟରେ ଅଛି ଯାହା ବିରୁଦ୍ଧରେ ଦରଦାମ ବୃଦ୍ଧି ଗୋଟେ ପ୍ରସଙ୍ଗ ନ ହେଇଛି। ଇଏ ସବୁ ସରକାର ଅମଳରେ ହେଇଛି। କେନ୍ଦ୍ରରେ ମଧ୍ୟ କଂଗ୍ରେସ ଯେତେବେଳେ ଥିଲା ବିରୋଧୀ ଦଳ ମାନେ ସେମାନେ ମଧ୍ୟ ନାନା ପ୍ରକାର ପ୍ରତିବାଦ କରୁଥିଲେ। ସ୍ମୃତି ଇରାନୀକି ଆପଣ ମାନେ ମନେ ଥିବ, ଦିଲ୍ଲୀରେ ରାସ୍ତାରେ ଏ ଯୋଉ ଗ୍ୟାସ୍ ରୋଷେଇ କରିବା ଯୋଉ ଗ୍ୟାସ୍ ତାକୁ ମୁଣ୍ଡରେ ଧରି ସବୁ ଚାଲିଥିଲେ। କ'ଣ ନା ଗ୍ୟାସ୍ ଦର ବଢି ଯାଇଛି। ସବୁ ସରକାର ବିରୁଦ୍ଧରେ ତେଲ ଦର ବଢିଗଲା, ପରିବା ଦର ବଢିଗଲା, ଚାଉଳ ଡାଲି ସବୁ ଦର ବଢିଗଲା ଇତ୍ୟାଦି ଏ କଥା କହିକିରି ସବୁ ସରକାରଙ୍କ ବିରୁଦ୍ଧରେ ଯେକୌଣସି ସରକାର ଯିଏ ଆସିଲା ତା ବିରୁଦ୍ଧରେ ଏଇଟା ଗୋଟେ ପ୍ରସଙ୍ଗ ହୁଏ। ଯେମିତି ବେକାରୀ ଗୋଟେ ବଡ ପ୍ରସଙ୍ଗ, ଏମିତି ସେମିତି ଗୋଟେ ବଡ ପ୍ରସଙ୍ଗ ହୋଇକରି ସବୁବେଳେ ଥାଏ। ଏ ପ୍ରସଙ୍ଗର କେବେ ଅନ୍ତ ନାହିଁ। ଏହାର ଅର୍ଥ ନୁହେଁ ଯେ ତାକୁ କେହି ନ ଉଠେଇବା ଦରକାର, ଉଠେଇବା ଦରକାର। କାରଣ ତା ଦ୍ୱାରା ହବ କ'ଣ କି, ଆପଣ ଚାହିଁଲେ କ'ଣ ଯେ ସରକାରରେ ଆସିଲେ ଆପଣ ଦରଦାମ କମେଇ ଦେଇପାରିବେ? ଏଇଟା କ'ଣ ସମ୍ଭବପର କଥା?